ଧର୍ମାନ୍ତରୀକରଣର ପ୍ରୟାସ ଥାନାରେ ମାମଲା 6 ଅଟକ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପରାପୋଖରୀ ଗାଁରେ ଏକ 21 କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ କେନ୍ଦ୍ର କରି ଉକ୍ତ ଗାଁର ଗ୍ରାମବାସୀମାନଙ୍କର ବିରୋଧ। ସୂଚନା ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମରେ ଆସିଥିବା ଗାୟକ ଏବଂ ତାଙ୍କ ସହଯୋଗୀ ପାଳିଆମାନେ ଖ୍ରୀଷ୍ଟ ଧର୍ମର ବୋଲି ଜଣାପଡ଼ିଛି। ଉକ୍ତ ପାଲା ପରିବେଷଣ କରିବା ସମୟରେ ଖ୍ରୀଷ୍ଟ ଧର୍ମ ବିଷୟରେ ଲୋକମାନଙ୍କୁ ବୁଝାଉଥିଲେ ଏବଂ ଧର୍ମାନ୍ତରୀକରଣ କରିବାକୁ ଚେଷ୍ଟା କରିଥିଲେ। ଏହି ଖବର ପାଇ ଉକ୍ତ ଗାଁର ସମସ୍ତ ଯୁବକ ବୟସ୍କ ସମସ୍ତେ ଆସି ବିରୋଧ କରିଥିଲେ। ସୂଚନା ଅନୁଯାୟୀ ଏ ଗାଁର ପାଲା କରୁଥିବା ବ୍ୟକ୍ତିଙ୍କ ନାମ ଶିବପ୍ରସାଦ ଜେନା। ଉକ୍ତ ବ୍ୟକ୍ତି ଜଣଙ୍କ 13 ବର୍ଷ ହେବ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଗ୍ରାମବାସୀମାନେ ମତ ପୋଷଣ କରିଛନ୍ତି। ଏହିପରି ଭାବରେ ବାରମ୍ବାର ଖ୍ରୀଷ୍ଟ ଧର୍ମର ଲୋକମାନଙ୍କୁ ପ୍ରବର୍ତ୍ତିତ କରି ଆସୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ବିରୋଧ କରିଥିଲେ ଏବଂ ଗ୍ରାମବାସୀମାନେ କସିଆ ସାମୁଦ୍ରିକ ଥାନାକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖ୍ରୀଷ୍ଟ ଧର୍ମ ପ୍ରଚାର କରୁଥିବା ଏବଂ ଧର୍ମାନ୍ତରୀକରଣ କରିବାକୁ ଚେଷ୍ଟା କରୁଥିବା 6 ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି। ପରେ ସମସ୍ତ ଗ୍ରାମବାସୀମାନେ ଉକ୍ତ ବ୍ୟକ୍ତିମାନଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଭଦ୍ରକରୁ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।